ମାଳିକା ବିଷୟରେ ମାଳିକା ମାଇକଟା ଟିକେ ପାଖକୁ ନାହିଁ। ହ୍ୟାଲୋ ହେଲା ମାଳିକା ମାଳିକା ଅନନ୍ତ କାଳର ଯେମିତି ପଞ୍ଚସଖା ଯୁଗରେ ମାଳିକା ହିଁ ପ୍ରସିଦ୍ଧ। ମାଳିକାର ସ୍ରଷ୍ଟା ହେଉଛନ୍ତି ଅଚ୍ୟୁତାନନ୍ଦ। ସେ ଯାହା ତାଙ୍କର ମାଳିକାରେ ବର୍ଣ୍ଣନା କରିଛନ୍ତି ତାହା ହିଁ ସତ୍ୟ, କିନ୍ତୁ ତାକୁ କେତେକ ଲୋକ ମନଜ୍ଞ ବା କଦର୍ଥ କରି ଗପୁଛନ୍ତି, ଲୋକଙ୍କୁ ଭୟଭୀତ କରୁଛନ୍ତି। ତାହା କରିବା ଉଚିତ ନୁହେଁ। କଳିଯାଇ ହେବ ସତ୍ୟ, କେହି ନ ପାଇବେ ଅନ୍ତ। ଯିଏ ପାଇବ ସିଏ ଠିକ୍ ଲୋକ, ଠିକଣା ଲୋକ। ଯିଏ ଲୋକଙ୍କୁ ଭୟଭୀତ କରୁଛନ୍ତି, କିଛି ନ ଜାଣି ନିଜକୁ ମାଳିକାର ବହୁତ କିଛି ଜାଣିଥିବା ଲୋକ କହୁଥିବା ଲୋକ, ସେମାନେ ସାବଧାନ ହୁଅନ୍ତୁ। ତେଣୁ ଲୋକଙ୍କୁ ଭୟଭୀତ ନ କରନ୍ତୁ। ଯାହା ବିଧି ଦ୍ୱାରା ନିର୍ଦ୍ଦିଷ୍ଟ ଅଛି ତାହା ହିଁ ଘଟିବ, ତାକୁ କେହି ଆନ କରିପାରିବେ ନାହିଁ। ଯଦି ଭୂମିକମ୍ପ ହେଉଛି, ସେ ଭୂମିକମ୍ପ କିଏ ଅଛି ଏମିତି ଲୋକ କିଛି ବଦଳେଇ ଦେବ ନା? ବର୍ଷା ଏଇଖା ଅଛି, ଏଇ ସମୟରେ ଏଇ ପରିମାଣରେ ବର୍ଷା ହେବ, ସେ ବର୍ଷାର ଗତିପଥ କିଏ ବଦଳେଇ ଦେବ? ତେଣୁ ଯାହା ଅବଶ୍ୟ ଘଟିବ ତାହା ହିଁ ନିଶ୍ଚୟ ହେବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ଅଚ୍ୟୁତାନନ୍ଦଙ୍କ ଭାଷାରେ ତାଙ୍କ ଭକ୍ତମାନଙ୍କୁ ସେ କହିଛନ୍ତି, ହରି ଭଜିଲାର ଜନେ ନ ପଡ଼େ ପ୍ରମାଦ। ସେଇପାଇଁ ଗୋସାଇଁ କହନ୍ତି ଯେ ପାରିବୁ ଯେବେ ହରି କଥା କହ, ହରି ସେବକଙ୍କ ପାରୁ ସେ ରହ। ହରି ସେ ସୁଗତି ମୁକତି ଗତି, ହେତୁରେ କହିଲେ ପାମର ଅଛି। ତେଣୁ ହେତୁ ସାଗର ବୋଲି ତାଙ୍କର ଗୋଟେ ବିସ୍ତୃତ ଲେଖା ରହିଛି। ଯେଉଁମାନେ ପଢ଼ିକି ଜାଣିଛନ୍ତି, ଆନନ୍ଦ ପାଉଛନ୍ତି। ଶାସ୍ତ୍ର କଥା ଶାସ୍ତ୍ରରେ ରହିଛି, ଅର୍ଥ ଅର୍ଥାନ୍ତରେ ନାହିଁ। ଯେ ଜାଣିଛି ସେହି ଜାତସ୍ମର ଭକ୍ତ, ଜନ୍ମିଛନ୍ତି ଯହିଁ ତହିଁ। ଏ ଭକ୍ତମାନେ କେଉଁଠି କେଉଁଠାରେ ଅଛନ୍ତି? ଦେଶ ବିଦେଶର ବିଭିନ୍ନ ସ୍ଥାନରେ ରହିଛନ୍ତି। ସେମାନେ ସେଇ ପ୍ରଭୁଙ୍କର ନାମ ଗାନ କରୁଛନ୍ତି। ଆଉ ମର୍ତ୍ତ୍ୟ ବୈକୁଣ୍ଠର ଠାକୁର ହେଉଛନ୍ତି ପ୍ରଭୁ ଜଗନ୍ନାଥ। ତାଙ୍କ ନିର୍ଦ୍ଦେଶରେ ତାଙ୍କ ଭକ୍ତମାନେ ପରିଚାଳିତ। ଆଉ ଜଗନ୍ନାଥଙ୍କ ପ୍ରେମରେ ଯିଏ ମଜିଛି ହସିଛି, ତା ପାଖରେ ଭୟ ନାହିଁ କି ଭ୍ରାନ୍ତି ନାହିଁ। ସିଏ ପୂର୍ଣ୍ଣ ସମର୍ପିତ ହୋଇଯାଇଛନ୍ତି ପ୍ରଭୁ ଜଗନ୍ନାଥଙ୍କ ଠାରେ। ତେଣୁ ଜଗନ୍ନାଥ ତାଙ୍କର ହର୍ତ୍ତା କର୍ତ୍ତା, ଦୈବ ବିଧାତା, ଯାହା ବି କୁହନ୍ତୁ। ତେଣୁ ଏ ଭକ୍ତଗଣ, ଏ ପଞ୍ଚସଖା ଅନୁଗାମୀ ଭକ୍ତଗଣ, ପ୍ରଭୁଙ୍କର ନାମ ସହିତ ନିଜର କର୍ମ ଠିକ୍ କରନ୍ତୁ। ସତ ଶାନ୍ତି ଦୟା କ୍ଷମା ଭାବରେ ଏ ମୂଲ୍ୟବାନ ସମୟକୁ ବିତାନ୍ତୁ। ଏ ଯେଉଁ ମାଳିକାରେ ଆମର ସବୁ ନା ବାହାରିଛି, ଭାଇରାଲ ହେଉଛି ଯେ କି ମହାପୁରୁଷ ମାନେ ଆଜି ମାନେ କଳିଯୁଗଟା ଶେଷ ହେବ ବାପା। କିଛି 2026 ମସିହାରେ ଏମିତି କ'ଣ ଗୋଟେ ଘଟିବାର ଅଛି? ସେ ସବୁ ଭୁଲ। ଏମାନେ ସବୁ ଭୟଭୀତ କରୁଛନ୍ତି। ଆଜ୍ଞା, ଗୋଟେ ଯେଉଁଠି ଆରମ୍ଭ ଆଉ ଶେଷ ବିଷୟରେ ସଠିକ୍ ଏମାନେ କେହି କିଛି କହିପାରିବେ ନାହିଁ। ଆଜ୍ଞା, ସେଇ କଥା ତଥାପି ବସିକି କହୁଛନ୍ତି, କଳିଯାଇ ହେବ ସତ୍ୟ, କେହି ନ ପାଇବେ ଅନ୍ତ। କିଏ ଅନ୍ତ ପାଇছে ନା? ଯିଏ ଜାତସ୍ମର ଭକ୍ତ ସେ ଜାଣିଛନ୍ତି ଆଜ୍ଞା। ଯେ କଳିର ଅବସାନ ଘଟିଲା, ସତ୍ୟ ଆସୁଛି, ସତ୍ୟର ପ୍ରକାଶ ହେବ। ପୁଣି ବି ଦିନେ କହିଛନ୍ତି ଗୋସାଇଁ, ସେମାନେ ସେତେବେଳେ ସମୟ କହୁଛନ୍ତି ଯେ ଯୋଗ୍ୟତମ ସନ୍ତାନମାନେ ଆସୁଛନ୍ତି,